ସେୟାର କରିବାକୁ ଯାଉଛି। ଆଜି ମୁଁ ଆପଣଙ୍କ ସହିତ ସେୟାର କରିବାକୁ ଯାଉଛି ପୁରୀ ଆଳୁ କଷା। ସେଥିପାଇଁ ମୁଁ କ'ଣ କରିଛି ନା 2 କପ୍ ଅଟା ନେଇଛି, 1 କପ୍ ମଇଦା, ତାପରେ କିଛି ଲୁଣ, ତାପରେ ତେଲ 2 ଚାମଚ ଆଉ ହାଫ୍ ଚାମଚ ଚିନି ଆଉ କସ୍ତୁରୀ ମେଥି। ଏ ସମସ୍ତଙ୍କୁ ମୁଁ କ'ଣ କରିବି ଭଲ ଭାବରେ ମିକ୍ସ କରିଦେବା, ଗୋଳେଇବା। ତାପରେ କ'ଣ କରିବା ନା ଆମେ ଅଳ୍ପ ଅଳ୍ପ ପାଣି ଦେଇ ତାକୁ ଚକଟିବା, ସ୍ମୁଥ ଡୋଟେ ଗୋଟେ ତିଆରି କରିବା। ଆପଣମାନେ এই ଭିଡ଼ିଓଟି କେଉଁଠୁ ଦେଖୁଛନ୍ତି ମୋତେ ନିହାତି କମେଣ୍ଟରେ ଜଣାଇବେ। ଏ ଆମର ହେଇଗଲା ସ୍ମୁଥ ଡୋ। ତାକୁ 15 ମିନିଟ୍ ପାଇଁ ତାକୁ ରେଷ୍ଟ କରିବାକୁ ଦେବା। ତାପରେ ଯିବା ଆଳୁ ସବଜି କରିବା, ଆଳୁ କଷା। ମୁଁ କ'ଣ କରିଛି ଗ୍ୟାସରେ ତେଲ ବସେଇଛି, ତାପରେ ଜିରା ଟିକେ ଫୁଟେଇକି ପିଆଜ ପକେଇଛି। ପିଆଜ ଗୋଲ୍ଡେନ୍ ବ୍ରାଉନ୍ ହେଲା ଯାକେ ଭାଜିବା। ତାପରେ ଟିକେ ଅଦା ଆଉ ରସୁଣ ପେଷ୍ଟ ତାକୁ ଆଡ଼୍ କରିବା। ତାକୁ ମଧ୍ୟ କିଛି ସମୟ ପାଇଁ ଭାଜିବା। ଭାଜିଲା ପରେ ମୁଁ ଏଠି କ'ଣ କରିଛି ନା ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଆଉ ଲୁଣ, ଏଗୁଡ଼ିକୁ ସମସ୍ତଙ୍କୁ ଆଡ଼୍ କରି ଟିକେ ଭାଜିବି। ମସଲା ଟିକେ କଷିବା, ଟିକେ ସ୍ଲାଇଟ୍ ପାଣି ଦେବା, ଯାହାଫଳରେ ମସଲାଟା ଟିକେ ଭଲ ଭାବରେ କଷି ହେଇଯିବ, ମସଲାର କଞ୍ଚା ବାସ୍ନା ରହିବନି। ଏଠି ପାଣି ଟିକେ ଦେଇଛି। ତାପରେ କ'ଣ କରିବା ନା ଟିକେ କଷିଦେବା। କଷିଲା ପରେ ମୁଁ ଏଠି କ'ଣ କରିବି, ଗୋଟେ ଛୋଟ ଟମାଟରଟେ କାଟିକି ଆଡ଼୍ କରିଦେଇଛି। ତାକୁ ମଧ୍ୟ ଆମେ ଟିକେ ପାଣି ଦେଇକି ଟିକେ ଭାଜି ନେବା। ଭାଜି କଷିଲା ପରେ ମୁଁ ତାକୁ ଘୋଡ଼େଇ ଦେଇଛି, କଭର୍ କରିଦେଇଛି 2 ମିନିଟ୍ ପାଇଁ। ତାପରେ କଭର୍ ଖୋଲି ଦେଖିଲି ଯେ ଟମାଟର ସଫ୍ଟ ହେଇଯାଇଛି। ତ ଆଉ ଟିକେ ମସଲାର କଞ୍ଚା ବାସ୍ନା ରହିଛି, ସେଥିପାଇଁ କଞ୍ଚା ବାସ୍ନା ଯିବା ପାଇଁ ମୁଁ ଆଉ 2 ମିନିଟ୍ ପାଇଁ କଭର୍ କରିଦେଲି। ତାପରେ 2 ମିନିଟ୍ ପରେ ମୁଁ ଏଠି ତେଜପତ୍ର ଗୋଟେ ପକେଇଲି। ତାପରେ ଯେଉଁ ମୁଁ ସିଝାଇକି ରଖିଥିବା ଆଳୁ ତାକୁ ମଧ୍ୟ ମୁଁ ଆଡ଼୍ କରିଦେଲି। ଆଡ଼୍ କଲା ପରେ ଆକୁ ମସଲା ଆଉ ଆଳୁକୁ କଷିବା ପାଇଁ ବେଶୀ ଜୋରରେ କଷିବେନି, ଅଳ୍ପ ଅଳ୍ପ କଷିବେ ହାଲକେଇକି। ତାପରେ ଟିକେ ପାଣି ଦେଇଦେଇଛି ଟିକେ ସିଝିବା ପାଇଁ। ମସଲା ଆଳୁରେ ଯେମିତି ମସଲା ପଶିଯିବ ସେଇଥିପାଇଁ ସିଝିବା ପାଇଁ ଛାଡ଼ି ଦେଇଛି। ତାପରେ 2 ମିନିଟ୍ ପରେ ତାକୁ ଗୋଳେଇ ଗାଳେଇକି ଏବେ ଗରମ ମସଲା ଗୁଣ୍ଡ ତାକୁ ଟିକେ ପକେଇବି। ତାପରେ କ'ଣ କରିବା ନା ଧନିଆ ପତ୍ର ଦେଇ ଆମେ ତାକୁ ସଜେଇଦେବା। ଆମର ଆଳୁ କଷାଟା ପ୍ରସ୍ତୁତ ହେଇଯାଇଛି। ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଥିଲେ ଆପଣମାନେ ମୋତେ ନିହାତି କମେଣ୍ଟ କରିବେ, ଲାଇକ୍ କରିବେ, ସେୟାର କରିବେ। ତାପରେ କ'ଣ କରିବା ନା ଏବେ ଯିବା ଆମେ ପୁରୀ ତିଆରି କରିବା। ଆମେ ଯେଉଁ ଡୋ କରିକି ରଖିଥିଲେ ଚକଟିକି ଅଟା, ତାକୁ ଆଉ ଟିକେ ଆମେ ଚକଟି ଦେବା। ଚକଟିକି ଏବେ ଛୋଟ ଛୋଟ ପୁରୀ ବେଲିବା। ଦେଖନ୍ତୁ ପୁରୀ କେମିତି ଆରାମସେ ଭଲ ଭାବରେ ବେଲି ହେଇଯାଉଛି। ତାପରେ କ'ଣ କରିବା, ଗ୍ୟାସରେ କଢ଼େଇଟି ବସେଇବା। କଢ଼େଇରେ ତେଲ ଦେଇକି ବସେଇବା। ତେଲଟି ବହୁତ ଯେମିତି ଗରମ ହେବ, ହାଇ ଫ୍ଲେମ୍ରେ ଦେବେ। ତେଲ ଗରମ ହେଇଛି କି ନାହିଁ ଜାଣିବା ପାଇଁ ମୁଁ ଗୋଟେ ଛୋଟିଆ ଏଇଟା ପକେଇଲି। ତାପରେ କ'ଣ କରିବା, ତେଲଟି ଗରମ ହେଲା ପରେ ପୁରୀ ଯେଉଁ ବେଲିଥିବେ ତାକୁ ମୁଁ ପକେଇକି ଏପଟ ସେପଟ କଲା ପରେ ଗୋଲ୍ଡେନ୍ ବ୍ରାଉନ୍ ହେଇଯାଇଛି, ତାକୁ ମୁଁ କାଢ଼ିଦେଲି। ଏହିପରି ଭାବରେ ସମସ୍ତ ପୁରୀକୁ ଛାଣିକି ରଖିଦେଲି। ଦେଖନ୍ତୁ କେମିତି ଫୁଲା ଫୁଲା ପୁରୀ ହେଉଛି। ଏହିପରି ଭାବରେ ପୁରୀ ଯଦି ଆପଣ କରିବେ ନା ନରମ ସଫ୍ଟ ହେବ, ଆଉ ଖାଇବାକୁ ବି ବଢ଼ିଆ ଲାଗିବ। ଟେଷ୍ଟ ଯେଉଁ କସ୍ତୁରୀ ମେଥି ଆମେ ପକେଇଥିଲେ ନା, ତା'ର ବାସ୍ନାଟା ବହୁତ ବଢ଼ିଆ ଆସେ ପୁରୀରେ। ହେଇଗଲା ଆମର ପୁରୀ। ଏଇ ପୁରୀକୁ ଆଳୁ କଷା ସହିତ ଆପଣ ଡିନରରେ ଖାଇପାରିବେ। କିଏ ଘରକୁ ଗେଷ୍ଟ ଆସିଲେ ମଧ୍ୟ ଆପଣ ତାଙ୍କୁ ଦେଇପାରିବେ। ବହୁତ ଟେଷ୍ଟ ହେଇଥାଏ। ଆପଣ ନିହାତି ମୋ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ପ୍ଲିଜ୍ ଲାଇକ୍ କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବେ। ଆଉ ଫେସବୁକ୍ରେ ଥିଲେ ଫଲୋ ତ ନିଶ୍ଚୟ କରିବେ। କୁକିଂ ୱିଥ୍ ମମ୍କୁ ସ୍ୱାଗତ।